ସେଟା ଫଳପ୍ରଦ ନୁହେଁ କୃଷ୍ଣ। କାହିଁକି ନା ଦୁର୍ଯ୍ୟୋଧନ ହସ୍ତିନାର ରାଜା, ତାଙ୍କ ସହ ବନ୍ଧୁତା ସ୍ଥାପନ କରିବା କେତେ ଦୂର ଯେ କଠିନ ତାହା ମନେ ଭାବିବାକୁ ହୁଏ। କିନ୍ତୁ ସମସ୍ତଙ୍କ ମତାମତରେ କାର୍ଯ୍ୟ କଲେ ସୁନ୍ଦର ବୋଲି ମନେ କରେ। ତୁମେ ତ ସବୁବେଳେ ପାଣ୍ଡବଙ୍କ ଅକ୍ଷର ନେଇ ଚିନ୍ତିତ, ଆଉ ନିଜ ସଂସାର କଥା ଗଡୁଛି କିଏ କୃଷ୍ଣ? ନା ଭାଇ, ସେ ଚିନ୍ତା ମୋର ନାହିଁ। ପୁଣି ବର୍ତ୍ତମାନ ପାଣ୍ଡବ ଯେ ବନବାସରେ। ପାଣ୍ଡବ ବନବାସରେ ଥିଲେ ସୁଦ୍ଧା ତୁମେ ତାକୁ ଛାଡି ପାରିବ ନାହିଁ କୃଷ୍ଣ। ହଉ ଛାଡ, ବର୍ତ୍ତମାନ ସେ ପ୍ରତିବାଦର ଆବଶ୍ୟକତା ନାହିଁ। କିପରି କନ୍ୟାର ବିବାହ ସ୍ଥିର ହବ ତାର କର୍ତ୍ତବ୍ୟ ଦେଖିବା ଆମର ଆବଶ୍ୟକ। ତେବେ ରାଜା ମାନବଙ୍କ ନିକଟକୁ ପତ୍ର ଲେଖନ୍ତୁ। ନା, ଯଦି ସେ ଅସମ୍ମତ ହୁଅନ୍ତି ତାହେଲେ କଥାଟା କେଡ଼େ ନିନ୍ଦନୀୟ ହବ ଭାବୁଛ? ସେ ହସ୍ତିନାର ରାଜା ହେଲେ, ଆମେ ମଧ୍ୟ ଯଦୁବଂଶୀ ଦ୍ୱାରିକାଧିପତି। ଏପରି ନିଚ ଆଉ ଜଘନ୍ୟ ନ ହଉ ଯେ ହସ୍ତିନା ଦରବାରେ ମୁଣ୍ଡ ଡାକି ଛିଡ଼ା ହେବୁ। ତେବେ ଉପାୟ କଣ ଭାଇ? ଉପାୟ ମତ ହସ୍ତିନା ଯିବାକୁ ହବ। କଥା ପ୍ରସଙ୍ଗରେ ତାଙ୍କର ମତ ସ୍ଥିର କଲା ପରେ ମନୋବଳ ଭାବ ପ୍ରକାଶ କରିହେବ। ରାଜା ଦୁର୍ଯ୍ୟୋଧନଙ୍କ ସାଙ୍ଗରେ ମୋର କେତେ ଦୂର ମିତ୍ରତା ତାହା ତ ତୁମେ ଅବଶ୍ୟ ଜାଣିଛ କୃଷ୍ଣ। ସେଇ ଦାବିରେ ମୁଁ ମଧ୍ୟ ପ୍ରତିବାଦ କରିପାରିବି। ଲକ୍ଷ୍ମଣ କୁମାରଟି ଯେପରି ଶତପାତ୍ର, ସେପରି ବୁଦ୍ଧିମାନ ମଧ୍ୟ। ତାର ପରେ ମୋର କନ୍ୟାକୁ ଅର୍ପଣ କଲେ ଜୀବନଟା ସୁଖ ଶାନ୍ତିରେ କଟିଯିବାର ମୁଁ ଅନୁମାନ କରୁଛି। ଏଥିରେ ତୁମର ମତ କଣ କେଶବ? ମୋର ମତାମତ ନେବା ଆବଶ୍ୟକ ନାହିଁ ଅଗ୍ରଜ। କାରଣ ପିତୃଦତ୍ତ କନ୍ୟା ରାଜଦତ୍ତ ଭୂମି। ଆପଣ ଯାହା করে କନ୍ୟା ଶଶିରେଖାକୁ ଅର୍ପଣ କରିବେ, ସେଥିରେ କାହାର କଥା କହିବାର ଅଧିକାର ନାହିଁ। ସୁତରାଂ ମୁଁ ଏତିକି କହିପାରେ, ସେ ରାଜକୁମାର ସୁନ୍ଦର ଆଉ ସୁପାତ୍ର ହେଲେ ଆମର କନ୍ୟା ଶଶିରେଖାର ରୂପ ସଙ୍ଗରେ ସେ ରୂପ କେବେ ସମକକ୍ଷ ନୁହେଁ। ଅଗ୍ରଜ, କନ୍ୟା ଯେ ଶୁଭ୍ରାଙ୍ଗୀ, ସର୍ବଗୁଣରେ ସୁଲକ୍ଷଣା। ସୁଲକ୍ଷଣ ହେଲେ କଣ କରାଯିବ ଭାଇ? କେବଳ ଭାବିବାକୁ ହେବ ଆମର କନ୍ୟା ଅଦୃଷ୍ଟ ବୋଲି। ତାହେଲେ ଦେଖନ୍ତୁ, ଯେଉଁଠାରେ ଆପଣଙ୍କର ମନୋନୀତ ହୁଏ ସେଇ ସୁପାତ୍ରକାରୀ କନ୍ୟା ଶଶିରେଖାକୁ ଅର୍ପଣ କରନ୍ତୁ। ତୁମେ କଣ କେଉଁ ସ୍ଥାନରେ ସୁପାତ୍ର ସ୍ଥିର କରୁଛ କୃଷ୍ଣ? ନା ଅଗ୍ରଜ,